କୁନି କୁନି ପିଲାମାନେ କ'ଣ କରୁଛ ସବୁ? ଗପ ଶୁଣିବା ସମୟ ହେଇଗଲାଣି। ତାହେଲେ ଆଜିର ଗପ ଆରମ୍ଭ କରିବା। ପିଲାମାନେ, ତୁମେ କ'ଣ ଜାଣିଛ ଯେ ଆଗ କାଳରେ ବର୍ତ୍ତମାନର ଭଳି ସବୁ ସ୍କୁଲ କଲେଜ ନଥିଲା। ବିଭିନ୍ନ ଗୁରୁମାନେ ସବୁ ଗୁରୁକୁଳ ସ୍ଥାପନ କରିକି ସେଠି ସବୁ ପିଲାମାନଙ୍କୁ ସବୁ ଶିକ୍ଷା ଦେଉଥିଲେ। ଯେଉଁ ପିଲାମାନେ ପିଲାଦିନରୁ ପାଠଶାଠ ପଢ଼ିବାକୁ ଇଚ୍ଛା ବା ବିଦ୍ୟା ଶିକ୍ଷା କରିବାକୁ ଇଚ୍ଛା, ସେମାନେ ଯାଇ ଗୁରୁକୁଳରେ ରହିକି ଗୁରୁଙ୍କ ପାଖରୁ ଶିକ୍ଷା ଗ୍ରହଣ କରୁଥିଲେ। ତା ବଦଳରେ ଗୁରୁଙ୍କୁ ସେମାନେ କିଛି ପଇସା ଦେବାକୁ ପଡ଼ୁନଥିଲା। ଗୁରୁଙ୍କର ପିଲାଛୁଆ ଭଳି ସେମାନେ ନିଜେ ରହି ସବୁ କାମ କରି ଚାଷବାସଠୁ ଆରମ୍ଭ କରି ସବୁ କାମ କରୁଥିଲେ। ତା ସହିତ ବିଦ୍ୟା ବି ଶିକ୍ଷା କରୁଥିଲେ। ଚାଷବାସ କରିବା ଦ୍ୱାରା ନିଜେ ନିଜର ପରିବା ପନିପରିବା ଏସବୁ ବି ଆଦାୟ କରିବା ଶିଖିପାରୁଥିଲେ। ତ ଥରେ କ'ଣ ହେଇଛି ନା, ଗୋଟେ ରାଜ୍ୟ ପାଖରେ ବଡ଼ ଜଙ୍ଗଲଟିଏ ଥିଲା। ସେ ଜଙ୍ଗଲ ଭିତରେ ଜଣେ ବିଦ୍ୱାନ ଗୁରୁ ଗୁରୁକୁଳଟିଏ ଖୋଲିଥିଲେ। ପ୍ରାୟତଃ ସେ ସମୟରେ ଜଙ୍ଗଲ ଭିତରେ ହିଁ ସବୁ ଗୁରୁକୁଳ କରନ୍ତି, ନଥିବା ଗାଁ ବାହାରେ କି ରାଜ୍ୟ ବାହାରେ ଯେଉଁଠିକି ଲୋକଙ୍କୁ ବେଶୀ ଡିଷ୍ଟର୍ବାନ୍ସ ହେଉନଥିବ, ସେଇଭଳିଆ ଜାଗାରେ ସବୁ ଗୁରୁକୁଳ ଗୁଡ଼ା ଥାଏ। ତ ସେ ଗୁରୁ ବି ଗୁରୁକୁଳଟିଏ ଖୋଲିଥିଲେ। ବହୁ ଦୂରରୁ ବହୁ ପିଲାମାନେ ଆସିକି ସେଠି ସବୁ ଶିକ୍ଷା ଗ୍ରହଣ କରି ଯିଏ ଯାହା ରାସ୍ତାରେ ଯାଆନ୍ତି। ଥରେ କ'ଣ ହେଇଛି ନା, ସେ ଗୁରୁକୁଳରେ ଗୋଟେ ରାଜ୍ୟର 4 ଜଣ ପିଲା ଆସିଲେ ପାଠ ପଢ଼ିବା ପାଇଁ। 4 ଜଣ ଯାକ ଦେଖିବାକୁ ଖୁବ୍ ଭଲ, ସୁନ୍ଦର, ସୁଠାମ, ସୁନ୍ଦର ପିଲା 4ଟି। ତ ଗୁରୁ ଯେତେବେଳେ ଦେଖିଲେ, କହିଲେ, ଆରେ 4 ଜଣ ଯାକ କ'ଣ ଏକା ଭଳି ଦେଖାଯାଉଛ? ନା ନା, ଆମେ 4 ଜଣ ସାଙ୍ଗ ସିନା, କିନ୍ତୁ ଗୋଟିଏ ଘରର ନୁହଁ, ଆମେ ଅଲଗା ଅଲଗା ଘରର। ହଉ ଠିକ୍ ଅଛି, ବିଦ୍ୟା ଶିକ୍ଷା ଆରମ୍ଭ ହେଲା। କିଛି ଦିନ ବିଦ୍ୟା ଦାନ କଲା ପରେ ଶିକ୍ଷକ ସବୁବେଳେ ସେ ମାନେ 4 ନମ୍ବର ଛାତ୍ର ଯେଉଁଠି, ତାକୁ ବେଶୀ କାମ ବତାନ୍ତି। ଆରେ ଗଲୁ ଟିକେ ପାଣି ଆଣିଦେବୁ, ଆରେ ଗଲୁ ଟିକେ ମୋ ପାଇଁ ଲୁଗା ସଫା କରିକି ଆସିବୁ, ଏଇଭଳି ବିଭିନ୍ନ କାମ ତାକୁ ଦିଅନ୍ତି। ତ ସେ ଅଲଗା ଛାତ୍ରମାନେ ଭାବନ୍ତି, ବୋଧେ ଗୁରୁ ଏଇ ଛାତ୍ରଟିକୁ ବେଶୀ ଭଲ ପାଉଛନ୍ତି, ତେଣୁ ତାକୁ ହିଁ ସବୁ କାମ ଦେଉଛନ୍ତି। ଯାହା ବି ହଉ, ଏମିତି ଦିନ ପରେ ଦିନ ବିତି ଚାଲିଲା। ପାଖାପାଖି 4-5 ବର୍ଷ ବିତିଗଲା ପରେ ଦିନେ ଗୁରୁ ଡାକିକି ସେ 4 ଜଣ ଯାକୁ କହିଲେ ଯେ, ବାବୁରେ, ତୁମେ 4 ଜଣ ଯାକର ବିଦ୍ୟା ଶିକ୍ଷା ସମାପ୍ତ ହେଲା। ତମେ ଏଥର ବର୍ତ୍ତମାନ ନିଜ ନିଜ ଘରକୁ ଯାଇପାର। ନିଜ ନିଜ ଜୀବନରେ ଯାହା କିଛି କରିବାକୁ ଚାହୁଁଛ, ମୋର ଯାହା ବିଦ୍ୟା ମୋର ଶିକ୍ଷା କରିଛ, ସେଇଠୁ ନେଇକି ତମେ କରିବ ଯାହା କିଛି, ନିଜ ଜୀବନରେ ଆଗେଇ ଯିବ ଆଉ। ତ 4 ଜଣ ଯାକ ଯିବାକୁ ବାହାରିଲା ବେଳକୁ ଗୁରୁ କହିଲେ, 3 ଜଣ ଶିଷ୍ୟଙ୍କୁ କହିଲେ, ପ୍ରଥମ 3 ଜଣଙ୍କୁ କହିଲେ, ତମେ 3 ଜଣ ବହୁତ ଜ୍ଞାନ ଅର୍ଜନ କରିଛ ମୋଠୁ, ତେଣୁ ତୁମେମାନେ ବହୁତ ଆଗକୁ ଯିବ। 4ର୍ଥ ନମ୍ବର ଶିଷ୍ୟଟି ଟିକେ ମନ ଦୁଃଖ କଲା। କହିଲା, ଗୁରୁ, ମୁଁ କ'ଣ ତାହେଲେ ଆଗକୁ ଯାଇପାରିବିନି? ମୋ ଜୀବନରେ କିଛି କରିପାରିବିନି? ଗୁରୁ କହିଲେ, ଆରେ ନା, ସେମାନେ ସିନା ଜ୍ଞାନ ଶିକ୍ଷା ବହୁତ କରିଛନ୍ତି, କିନ୍ତୁ ତୋ ପାଖରେ ସାଧାରଣ ଜ୍ଞାନ ବହୁତ ଅଛି, ତେଣୁ ତୋ ଜୀବନରେ ବି କିଛି ଅସୁବିଧା ହେବନି। ଏ କଥା ଶୁଣି ବାକି 3 ଜଣ ସାଙ୍ଗ ଟିକେ ମୁରୁକି ହସା ଦେଲେ, କିଛି କହିଲେନି। ପୁଣି ଗୁରୁଙ୍କୁ ମୁଣ୍ଡିଆ ମାରି ଯିଏ ଯାହା ରାସ୍ତାରେ ବାହାରିଲେ ଯିବାକୁ। ଗଲାବେଳେ ରାସ୍ତାରେ ସେ 3 ସାଙ୍ଗ ଏଇ 4ର୍ଥ ସାଙ୍ଗଟିକୁ ଭାରି କଟୁ କଥା କହିଲେ। କହିଲେ, ସାଧାରଣ ଜ୍ଞାନ ରଖିଛି, ପାଠ ପଢ଼ିବାକୁ ଆସିଥିଲୁ, ଏତେ ଦିନ ଜ୍ଞାନ ଅର୍ଜନ କଲୁ, କିଛି ବି ଅସାଧାରଣ ଜ୍ଞାନ ଆଣିଲୁନି, ଖାଲି ସାଧାରଣ ଜ୍ଞାନ ଗଣ୍ଡେ ଧରିଛି। ଏୟା କଥା ହେଇଗଲେ। ସେ 4ର୍ଥ ଶିଷ୍ୟଟି ଭାବିଲା, ହଉ ହେଲା, ଆଉ ମୋ ହାତରେ ବୋଧେ ପାଠ ହଉନଥିବ, ଆଉ ଗୁରୁ ତ କହିଲେ, ଆଉ ଠିକ୍ ଅଛି କହିକି ଚାଲିଲେ। ହେଲେ ତାଙ୍କ ରାଜ୍ୟକୁ ସେମାନେ ଫେରିଗଲେ। ବହୁତ ରାସ୍ତା ଗଲା ପରେ ରାସ୍ତାରେ ଗୋଟେ ଜଙ୍ଗଲ ପଡ଼ିଲା। ସେଇ ଜଙ୍ଗଲ ଦେଇ ଗଲାବେଳକୁ ମଝି ରାସ୍ତାରେ ଥକିକି ଟିକେ ବସିଲେ 4 ଜଣ ଯାକ। ଯେ ଖରାବେଳେ ତ ହେଇଛି, ବହୁତ ଖରା ହେଉଛି, ଟିକେ ଏଇଠି ବିଶ୍ରାମ ନେବା, ଛାଇରେ ଟିକେ ବିଶ୍ରାମ ନେବା, ଛାଇ ଖରା ଟିକେ ମଳିନ ପଡ଼ିଲେ ଆମେ ଯିବା, ଏମିତି ଭାବି କଥା ହେଉଛନ୍ତି। ହଠାତ୍ ସେମାନଙ୍କର ନଜର ପଡ଼ିଲା ଯେ ପାଖରେ ଗୁଡ଼ାଏ ହାଡ଼ କଙ୍କାଳ ସବୁ ପଡ଼ିଛି କ'ଣ। ଏମାନେ ଦେଖିକି 4 ଜଣ ଯାକ କହିଲେ ଯେ, ଏ ଜଙ୍ଗଲ ମଝିରେ ଏତେ ଗୁଡ଼ା ହାଡ଼ କେଉଁଠୁ ଆସିଲା? ସେଠୁ କହିଲେ, ଠିକ୍ ଅଛି,
ବର୍ତ୍ତମାନ ଆମେ କ'ଣ କ'ଣ ବିଦ୍ୟା ଶିକ୍ଷା କରିଛେ ତାର ପ୍ରମାଣ ହେଇଯିବ। ଆଉ ଜଣେ କହିଲା ଏ ହାଡ଼ ଗୁଡ଼ାକ ସବୁ ଠିକ୍ ଠାକ୍ ଜାଗାରେ ମୁଁ ତାକୁ ଖଞ୍ଜିକି ଏଇଟା କୋଉ ଜୀବ ମୁଁ ପ୍ରମାଣ କରିକି ଦେଖେଇଦେବି। କୁକୁର, ବିଲୁଆ କି ମଣିଷ କି ବାଘ, ଭାଲୁ ଯାହା ବି ହେଇଥିବ। ଦ୍ୱିତୀୟ ଜଣ କହିଲା ଯଦି ତୁ ଏଇଟାକୁ ଖଞ୍ଜିକି ସବୁ ଠିକ୍ କରିଦେବୁ, ମୁଁ ତା ଦେହରେ ମୋର ମନ୍ତ୍ର ବଳରେ ମୁଁ ଗୁରୁଙ୍କଠୁ ଯାହା ଶିକ୍ଷା କରିଛି ମନ୍ତ୍ର ପକେଇ ତା ଦେହରେ ହାଡ଼ ସବୁ ଦେହରେ ମାଂସ, ରକ୍ତ, ଚମଡ଼ା ସବୁ ଭର୍ତ୍ତି କରିଦେବି। ଦ୍ୱିତୀୟଟି ଯେମିତି କହିଲା, ତୃତୀୟ ଶିଷ୍ୟଟି କହିଲା ହଁ ତମେ ଯଦି ଏତିକି କରିପାରିବ ମୁଁ ମୋର ମନ୍ତ୍ର ବଳରେ ସେ ଜୀବଟାକୁ ଜୀବନ ବି ଦେଇଦେବି, ଯୋଉ ପଶୁ ବି ହେଇଥାଉ। କହିଲେ ଚତୁର୍ଥଟେ ସମସ୍ତେ ଚାହିଁଲେ, କହିଲେ ତୁ କ'ଣ କରିବୁ, ତୋର ତ ଖାଲି ସାଧାରଣ ଜ୍ଞାନ ଅଛି ଆଉ। ହଉ ହଉ କହିକି ଯିଏ ଯାହାର କାମ ଆରମ୍ଭ କଲେ। ସତକୁ ସତ ପ୍ରଥମ ଶିଷ୍ୟଟି ସେ ସବୁଗୁଡ଼ାକୁ ଖଞ୍ଜିଦେଲା ହାଡ଼କୁ। ଖଞ୍ଜା ଖଞ୍ଜି ଯୋଉଟା ଯୋଉଠି ଖଞ୍ଜିବା କଥା ଖଞ୍ଜା ଖଞ୍ଜିକି ଦେଖାଗଲା ଯେ କ'ଣ ଗୋଟେ ପଶୁ ଭଳିଆଟେ ଦେଖାଯାଉଛି। ଚାରି ଗୋଡ଼ ଏସବୁ ଥାଇକି ଗୋଟେ ପଶୁ ଅଛି, କିନ୍ତୁ ଖାଲି ହାଡ଼ରେ ତ ଚିହ୍ନି ହଉନି। ଦ୍ୱିତୀୟ ଶିଷ୍ୟର ପାଳି ପଡ଼ିଲା। ଦ୍ୱିତୀୟ ଶିଷ୍ୟ ଆସିକି ତାର ମନ୍ତ୍ର ବଳରେ ଯାହା ବିଦ୍ୟା ଶିକ୍ଷା କରିଥିଲା ସବୁ କ'ଣ କରି ତା ଦେହରେ ହାଡ଼ ମାଂସ ସବୁ ମାଂସ, ରକ୍ତ, ଚମଡ଼ା ସବୁ ଖଞ୍ଜିଦେଲା। ସବୁ ଚମଡ଼ା ଦେଖି ସାରିଲା ପରେ ଦେଖାଗଲା ଯେ ସେଇଟା ଗୋଟେ ସିଂହଟେ। ସିଂହଟା ମରିକି ପଡ଼ିଛି। ସିଂହଟାକୁ ଦେଖି ସମସ୍ତେ ଚିହ୍ନିଦେଲେ ଯେ ହଁ ଏଇଟା ସିଂହ। ଠିକ୍ ଅଛି, ଦ୍ୱିତୀୟ ଶିଷ୍ୟ ବି ଗଲା। ତୃତୀୟ ଶିଷ୍ୟ କହିଲା ଆରେ ମୋର ପାଳି ଏବେ ଆସିଲା, ମୁଁ ପରିଶ୍ରମ କରି ତାକୁ ଜୀବନ ଦେବି ରହ। ସିଏ ତାର ବସିକି ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନା ଆରମ୍ଭ କଲା। ଯେମିତି ସାଧନା ଆରମ୍ଭ କରିଛି ଅଧା ଅଧି ହେଇଛି, ଚତୁର୍ଥ ଶିଷ୍ୟଟି ଚିଲେଇଲା, କହିଲା ଏ ଟିକେ ରହିଯାଅ ଭାଇ, ଟିକେ ରହିଯାଅ। ନା କ'ଣ ରହିଯାଅ, ନା ତମେ ତାକୁ ଜୀବନ ଦଉଛ ଯେ ଜୀବନ ଦେବା ଆଗରୁ ମୁଁ ଫାଷ୍ଟ ଟିକେ ଦୂରକୁ ପଳେଇଯାଏ, ନହେଲେ କୋଉ ଗଛରେ ଚଢ଼ିଯାଏ। ହେଲା କାହିଁକି, ଆରେ ସେଇଟା ଇଏ କହିଲା ଆରେ ସେଇଟା ଜୀବନ ପାଇଗଲେ ତ ଫାଷ୍ଟ ଆମକୁ ମାରିଦେବ। ସେମାନେ ହସିଲେ, କହିଲେ ଆରେ ମୁଁ ବା ତାର ଜୀବନଦାତା ହେବି, ମତେ କ'ଣ ସେ ମାରିବ। କିଛି ଶୁଣିଲେନି। 2 ମିନିଟ୍ ଅପେକ୍ଷା କଲେ ସେ ଚତୁର୍ଥ ଶିଷ୍ୟଟି ଗଛ ଉପରକୁ ଚଢ଼ି ପଡ଼ିଲା। ଗୋଟେ ବଡ଼ ଗଛରେ ଯାଇକି ବସିଲା, କହିଲା ହଉ ଏଣିକି ତମେ କର। କଲେ ସତୁ ସତ ସେ ତୃତୀୟ ଶିଷ୍ୟଟି ତାର ବସିକି ଧ୍ୟାନ କରି ମନ୍ତ୍ର ଯନ୍ତ୍ର କ'ଣ ସବୁ କରି ଯାହା ଶିଖିଥିଲା ତା ଗୁରୁଙ୍କଠୁ ସବୁ କିଛି ତାକୁ ପ୍ରୟୋଗ କରି ସିଂହଟିକୁ ବଞ୍ଚେଇ ଦେଲା। ଜୀବନ୍ୟାସ ଦେଲା ବୋଲି ତାକୁ କୁହନ୍ତି। ବଞ୍ଚେଇ ଦେଲା। ଯେମିତି ଜୀବନ ଫେରି ଆସିଲା, ସିଂହ ଉଠିଲା, ଆଖି ମିଟି ମିଟିକି ଚାହିଁଲେ ଏ 3 ଶିଷ୍ୟ ଭାରି ଖୁସି ହେଲେ ଯେ ଆଜି ଆମେ ଯାହା କିଛି ଶିଖିଥିଲେ ତାକୁ କାମରେ ଲଗେଇ ପାରିଛେ। ଖୁସି ହେଇକି ଏମାନେ ଖୁସିରେ ତାଳି ମାରିଲେ। ସିଂହ ଏମାନଙ୍କ ଆଡ଼େ ଚାହିଁଲା। ସିଂହ ଯେହେତୁ ଜୀବନ ପାଇଯାଇଛି, ଖୁବ୍ ଭୋକ ତାକୁ, ସିଏ ଏମାନଙ୍କ ଆଡ଼େ ଚାହିଁ ଗୋଟେ ଗର୍ଜନ ଛାଡ଼ିଲା। ଯେମିତି ଛାଡ଼ିଲା ଇଏ 3 ଜଣଙ୍କ ଅବସ୍ଥା ବାର। ତା ସିଂହର ଗର୍ଜନ ଶୁଣି କିଏ କୁଆଡ଼େ ଯିବେ ବୋଲି ଭାବିବା ପୂର୍ବରୁ ସିଂହ ଗୋଟେ ଝାମ୍ପରେ 3 ଜଣ ଯାକୁ ଧରିକି ମାରିକି ଖାଇଦେଲା। ଉପରେ ଚତୁର୍ଥ ଶିଷ୍ୟଟି ବସିଛି ସେମିତି ମନ ଦୁଃଖରେ କାନ୍ଦୁଛି, ତା ସାଙ୍ଗମାନେ ମରିଗଲେ ବୋଲି। କାନ୍ଦି କାନ୍ଦି ଅପେକ୍ଷା କଲା। ସିଂହ ତାର ଖାଇସାରିଲା ସେମାନଙ୍କୁ, ଖାଇସାରି ତା ରାସ୍ତାରେ ପଳେଇଲା। ବହୁତ ସମୟ ଅପେକ୍ଷା କଲା ପରେ ଚତୁର୍ଥ ଶିଷ୍ୟଟି ଧୀରେ ଧୀରେ ତଳକୁ ଓହ୍ଲେଇ ପୁଣି ଫେରିକି ଯାଇକି କାନ୍ଦି କାନ୍ଦି ତା ଗୁରୁଙ୍କୁ ସବୁ କଥା କହିଲା। ଗୁରୁ କହିଲେ ଆରେ ବାବୁ, ସେଇ କଥା ମୁଁ କହିଥିଲି ଯେ ସେମାନେ ସିନା ଜ୍ଞାନ ସବୁ ବହୁତ ନେଲେ, ହେଲେ ସାଧାରଣ ଜ୍ଞାନ ନେଇପାରିଲେନି। ତତେ କହିଥିଲି ତୋ ପାଖରେ ବହୁତ ସାଧାରଣ ଜ୍ଞାନ ଅଛି ବୋଲି। ଏଇଗୁଡ଼ାକ ହେଉଛି ସାଧାରଣ ଜ୍ଞାନ। ତମେ ଯେତେ ବିଦ୍ୟା ଶିକ୍ଷା କଲେ ମଧ୍ୟ ଯଦି ସାଧାରଣ ଜ୍ଞାନ ନାହିଁ, ତାହେଲେ କୋଉ ମୁହୂର୍ତ୍ତରେ ତମେ ସେଇ ବାକି ପଣ୍ଡିତ ମାନଙ୍କ ଭଳି ଜୀବନ ହରାଇବ ତାର କିଛି ଠିକ୍ ନାହିଁ। ଗୁରୁ ପୁଣି ତାକୁ ଆଶୀର୍ବାଦ କଲେ, କହିଲେ ଯା ତୁ ତୋ ଜୀବନରେ ଆଗକୁ ମାଡ଼ି ଚାଲ, କିନ୍ତୁ ସବୁବେଳେ ମନେ ରଖିଥା ସାଧାରଣ ଜ୍ଞାନଟି ପାଖରେ ରଖିବୁ। ଶିଷ୍ୟ ପୁଣି ତାଙ୍କୁ ମୁଣ୍ଡିଆ ମାରି ନିଜ ଘରକୁ ଗଲା। ଏଇ ଗପଟିରୁ ଆମେ କ'ଣ ଶିଖିଲେ ପିଲାମାନେ, ଯେ କୌଣସି ଜ୍ଞାନକୁ ଛୋଟ ବୋଲି ଭାବିବାନି। ସାଧାରଣ ଜ୍ଞାନ ମାନେ ଛୋଟ ଜ୍ଞାନ ନୁହଁ। ସାଧାରଣ ଜ୍ଞାନ ମାନେ ଯିଏକି ପ୍ରତି ମୁହୂର୍ତ୍ତରେ ଆମକୁ ସାହାଯ୍ୟ କରିପାରିବ, ତାକୁ କହନ୍ତି ସାଧାରଣ ଜ୍ଞାନ। ବାକି ସବୁ ଜ୍ଞାନ ତ ବହିରେ ଅଛି, ବହିରୁ ପଢ଼ିପାରିବା, କିନ୍ତୁ ସାଧାରଣ ଜ୍ଞାନଟା ଆମକୁ ପାଖ ପଡ଼ିଶା, ବାପା ମା, ଗୁରୁ ଏମାନଙ୍କଠୁ ହିଁ ଦେଖିକି ହିଁ ଶିଖିବାକୁ ପଡ଼ିବ। ଯେମିତି ସାଧାରଣ ଜ୍ଞାନରେ ଆମକୁ କହନ୍ତି ଯେ ଗାଁ ମଶାଣି ପର ଗାଁ ପାଣି, ମାନେ ବାହାର ଗାଁକୁ ଯଦି ଯାଇଛ କୋଉ ପୋଖରୀ ନଦୀ ଇତ୍ୟାଦିରେ ସତର୍କ ହେଇକି ଗାଧୋଇବାକୁ ପଡ଼ିବ। କୋଉଠି ଟିକେ ଏପଟ ସେପଟ ହେଲେ ଗୋଡ଼ ଖସିଯିବ। ଏବେ ଯେମିତି ସବୁବେଳେ
ବିଭିନ୍ନ ପିକନିକ ସ୍ପଟରେ ପୋଖରୀରେ ସବୁ ଲୋକ ବୁଡ଼ିକି ମରି ଯାଉଛନ୍ତି। ଏଗୁଡ଼ା ହେଉଛି ସାଧାରଣ ଜ୍ଞାନ। ରାସ୍ତାରେ ଆମେ ଯିବା, ଗାଡ଼ି ମଟର ଯାଉଛି ଗହଳି, ଆମେ ପୁଣି ରୋଡ଼ ମଝିରେ ଚାଲିବା, ଏଇଟା ସାଧାରଣ ଜ୍ଞାନର ଅଭାବ ବୋଲି ୟାକୁ କୁହନ୍ତି। ଆମେ ରୋଡ଼ର ତଡ଼େ ତଡ଼େ ଚାଲିକି ଯିବା, ଏହାକୁ କୁହନ୍ତି ସାଧାରଣ ଜ୍ଞାନ। ଏମିତି ବହୁତ ପ୍ରକାର ସାଧାରଣ ଜ୍ଞାନ ଆମେ ଆମ ବାପା ମା ଗୁରୁଜନମାନଙ୍କଠୁ ଶିଖିପାରିବା, ଯୋଉଗୁଡ଼ାକି କୌଣସି ବହିରେ ପାଇବାନି। ମନେ ରଖିଲ ପିଲାମାନେ? ତାହେଲେ ଆଜି ପାଇଁ ଏତିକି। ବାଏ।